ବିଜୁ ଜନତା ଦଳ କହୁଛି ଯେ ଆପଣ ବିଜେପି ଉପରେ ଏମିତି ବହି ଲେଖିକିରି ଦେଖେଇ ଦିଅନ୍ତୁ। ମୁଁ 2021 ମସିହାରେ 2021 ଆପଣଙ୍କୁ ମନେ କରିଦେବାକୁ ଚାହେଁ, ମୁଁ ଯେତେବେଳେ ଆଉଟଲୁକ୍ ପତ୍ରିକାର ପ୍ରଧାନ ସମ୍ପାଦକ ଥିଲି 2021 ସାରା ପୃଥିବୀ ଭାରତ ଚାହିଁଥିଲା ଗୋଟେ ପାର୍ଟିକୁଲାର କାଭର ଷ୍ଟୋରି ନେଇକିରି। ଆମେ ସେଇ କାଭର ଷ୍ଟୋରିରେ ମୋଦି ସରକାର ଏବଂ ନରେନ୍ଦ୍ର ମୋଦି ବିରୁଦ୍ଧରେ କାଭର ଷ୍ଟୋରିଟା ଥିଲା। ତାର ପରେ ମୋର ଚାକିରି ପଳାଇଲା, ସେୟା ପାଇଁ ଆଇ ହ୍ୟାଡ୍ ଟୁ ପେ ଆ ପର୍ସନାଲ ପ୍ରାଇସ୍। ঠিক আছে, তার উপরে সেই ঘটনা উপরে ମୁଁ পরে বই ବି লিখেছি, পাবলিশ বাই হারপার কলিন্স, এডিটর মিসিং দ্য মিডিয়া ইন টুডেজ ইন্ডিয়া। সেটা হচ্ছে মোর ট্র্যাক রেকর্ড, প্রোভেন ট্র্যাক রেকর্ড, যে ମୁଁ ମୋଦି ସରକାର ବିରୁଦ୍ଧରେ କୋଭିଡ 2021 କୋଭିଡ ସେକେଣ୍ଡ ୱେଭ୍ ଟାଇମ୍ରେ ମୁଁ ମୋର ସ୍ୱର ଉଠେଇଥିଲି। ସେୟା ପାଇଁ ମୋର ଚାକିରି ବି ଗଲା। ତାରପରେ ମୁଁ ବହି ଲେଖିଲି, ଏଡିଟର ମିସିଂ, ହାରପାର କଲିନ୍ସ ପବ୍ଲିଶ କଲା। ସେଇ ବହିଟା ଏବେ ମାଲାୟାଲମରେ ପବ୍ଲିଶ ହେଇଛି, ମାତୃଭୂମି କରିଛି, ମାରାଠୀରେ ପବ୍ଲିଶ ହଉଛି, ହେବାକୁ ଯାଉଛି, ହିନ୍ଦୀରେ ପବ୍ଲିଶ ହେବାକୁ ଯାଉଛି। ସେଇଟା ହଉଛି ମୋର ପ୍ରମାଣିତ ଟ୍ରାକ୍ ରେକର୍ଡ। 2021 ମସିହାରେ ମୁଁ ଯେତେବେଳେ ମୋଦି ସରକାର ବିରୁଦ୍ଧରେ ସ୍ୱର ଉଠେଇଥିଲି, ମୋତେ ଯେତେ ପର୍ଯ୍ୟନ୍ତ ମନେ ପଡୁଛି ସେତେବେଳେ ବିଜେଡି ବୋଧେ ବିଜେପିକୁ ହିଁ ସମର୍ଥନ କରି ଚାଲୁଥିଲେ।